ଗତକାଲି କିଛି ପିଲା 6 ଜଣ ପିଲା ଅସୁସ୍ଥ ହେଇଯାଇଥିଲେ। ସେମାନେ ହସ୍ପିଟାଲାଇଜ ହେଇଥିଲେ, ଦଶମନ୍ତପୁର ହସ୍ପିଟାଲରେ ଆଡମିଟ୍ ଥିଲେ। କିନ୍ତୁ ଆଜି ଯାହା ଡକ୍ଟର ରିପୋର୍ଟ ଦେଇଛନ୍ତି ପିଲାମାନେ ସୁସ୍ଥ ଅଛନ୍ତି। ପିଲାମାନଙ୍କର ସେମିତି କିଛି ଫୁଡ କାରଣରୁ ଖାଦ୍ୟ ଖାଇବା କାରଣରୁ ହେଇନାହିଁ। ସେମାନଙ୍କର ମୁଣ୍ଡ ବୁଲେଇଛି। ଗୋଟେ ଦିଟା ପିଲାଙ୍କୁ ଜ୍ୱର ହେଇଥିଲା, ସେଇଥିପାଇଁ ପିଲା ଟିକେ ଅସୁସ୍ଥ ହେଇଯାଇଥିଲେ। ଆଉ ଠିକ ଠିକ ସମୟରେ ପାଣି ପିଇନାହାନ୍ତି, ଯୋଉଥିପାଇଁ ପିଲାଙ୍କର କିଛି ପିଲାଙ୍କର ମୁଣ୍ଡ ବୁଲଉଥିଲା। କିନ୍ତୁ ବର୍ତ୍ତମାନ ସୁସ୍ଥ ଅଛନ୍ତି, ସେମାନେ ହଷ୍ଟେଲ ଅଛନ୍ତି। ଆମେ ପିଲାଙ୍କ ସହିତ ଇଣ୍ଟରାକ୍ଟ କଲୁ। ସେଠି ଯୋଉ 100 ପିଲା ଝିଅ ପିଲା ରହୁଛନ୍ତି ଅର୍ବାନ ଡେଭଲପମେଣ୍ଟ ହଷ୍ଟେଲ, ଆମେ ଦେଖିଲୁ ସେଠି ମିସମ୍ୟାନେଜମେଣ୍ଟ ହଉଛି। ପିଲାଙ୍କୁ ମେନୁ ଅନୁସାରେ ଖାଇବା ଦିଆଯାଉନାହିଁ। ତଥା ତାଙ୍କର ଯୋଉ ପିଲାମାନଙ୍କର ବେସିକ ରିକ୍ୱାରମେଣ୍ଟ ଦିଆଯାଏ ସପ୍ଲାଇ କରାଯାଏ, ସେଗୁଡା ବି ଠିକ ଟାଇମ ଦିଆଯାଉ ନାହିଁ। ତ ସେଇଟା ଆମେ ଯିଏ ଦାୟିତ୍ୱ ଥିଲେ ତାଙ୍କୁ ହଟେଇ ଦେଇଛୁ। ଆଉ ପୁଣି ତାଙ୍କ ନାଁରେ ଏବେ ସପୋଜ କରାହଉଛି। ପ୍ଲସ ପିଲାମାନେ ଯେମିତି ମେନୁ ଅନୁସାରେ ଖାଦ୍ୟ ଖାଇବେ, ପ୍ଲସ ତାଙ୍କର ଯାହା ଯାହା ରିକ୍ୱାରମେଣ୍ଟ ଅଛି ସବୁଗୁଡା ଟାଇମଲି ପାଇବେ, ସେଗୁଡା ଉପରେ ଆମେ ଏନସିଓର କରୁଛୁ। ହେଡମାଷ୍ଟରକୁ ନବୁ।